यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज आलोचना करिबा 5000 कली शेष। सतरे कल 5000 वर्ष है। देख पांजी रे लिखुची कौन कली कल्या भीता बर्तमान चलती के 5125 कि महापुरुष कहते 5000 वर्ष पर कली कौन हो सरीज यथा भागवत देखिथब कली जुगर आयुष हूँ के 4,32,000 सब पार्श्वर कटिज भोग कर 5,000 वर्ष। व्यास कहती भोग कर 10,000 वर्ष। व्यास कहले कलू 10 सहस्राणी विष्णु त्यजंती मे दिन कलिजुग 10,000 वर्ष भोग हेले विष्णु कौन करेंगे मेदिनी त्याग करेंगे। कि पंचसखा मैंने कहते ना ना कलिजुग 5,000 वर्ष भोग कर कली कौन संहार हम 5,000 वर्ष पर जीव भोग कर जो 3 वर्ष 90 दिन तादे कौन हम कली समापन। देखिथ गोटे जाई फूल मालिका महापुरुष अच्युतंकर से लिखिं अटिब लीला तू 4 रे मिशा 1 चढ़ा 3 शून्य बाबू जेते है टिक चलीजीव घोर कली दली देव मिली एताण गीते कह अच्युत जे भारी। महापुरुष अच्युत कहते चहटिब लीला तू 4 रे मिशा 1 4 रे 1 मिसे के 5 चढ़ा 3 शून्य 3टा शून्य देले के 5,000 बुझी ना बोले 5,000 वर्ष जिते हम से कौन हम कली की मिसिकी समझे दली देवे से 5,000 वर्षटा केबे हम बुझी 5 वर्ष भोग गला 3 वर्ष जो 90 दिन आसव से माने म्लेच्छ दुष्ट केही कपटी लंपटी संसार रही से जो विषय से जो 5,000 शेष भल कथा मन रखी था महापुरुष वाणी मुताबक पुरुषोत्तम देव ठार 19 राजा हेबे से तदंत राजा नहीं आकुल कूल पुरुषोत्तम राजा ठारू 19 राजा 19तम राजा समय कली सरी बर्तमान 18तम राजा किए से दिव्य सिंह देव आपर आसवे किए से मुकुंद देव समय 5,000 वर्ष संपूर्ण हम एवं ताकरी समय जो 3 वर्ष 90 दिन अंतरे कौन हम कली समापन घटी। मालिका शास्त्र हूँ भारी गूढ़ रहस्य ये विचार करिया बहु कष्ट। मालिका शास्त्र गोटा गप नुह जी जहाँ पाइद सी कहीदे गला महापुरुष पुणी कहती यार कहले कौन जो 5,000 वर्ष हम कलिकी दली देवे जायफुल मालिका से कहती जुगाब्दरे 5,003 मुकुंद देव 29 जाणी कहले जुगाब्दरे 5,003 कहले जिते कलिर आयुष 5,003 वर्ष हम से समय मुकुंद देव 29 जाणी मुकुंद देवकर 29 अंक कौन थो चालू
ବା ମୁକୁନ୍ଦ ଦେବକ 29 ଅଙ୍କରେ ଚାଲିବ କେତେ ଅଙ୍କ? କେତେ ବର୍ଷ କଳି ଆୟୁଷ ହେଇଥିବ ନା 5003 ବର୍ଷ। ଏ କଥା ଉପରେ ଶିଶୁ ଅନନ୍ତ ମଧ୍ୟ କହିଛନ୍ତି। ମଳିନ ପୁରୁଷ ଗଣୁଥିବେ ଦିନ, 5000 ଯେ ହୋଇବ ପୂର୍ଣ୍ଣ। 3 ବର୍ଷ ନବ ଦିନ ଅନ୍ତରେ, ଦୁଷ୍ଟ ମ୍ଲେଚ୍ଛ ନ ଥିବେ କି ସଂସାର। ବଢିଆ କଥାଟା କହିଲେ। ମଳିନ ପୁରୁଷ ଗଣୁଥିବେ ଦିନ। ମଳିନ ପୁରୁଷ କଣ? ଝାଉଁଳି ପଡ଼ିଆ ପୁରୁଷ ନା। ଯେଉଁମାନେ ପ୍ରକୃତ ବ୍ୟକ୍ତି ବିଶେଷ ଲୁଚିକି ରହିଥିବେ, କାହାକୁ ପରିପ୍ରକାଶ ହେଉନଥିବେ, ପ୍ରଭୁଙ୍କୁ ଚାହିଁ ସମୟକୁ ଅପେକ୍ଷା କରି ରହିଥିବେ। ବହୁ ଆଡମ୍ବର ଲଘୁ ପ୍ରିୟା ହେଇନଥିବେ। ବା ମଳିନ ପୁରୁଷ ଗଣୁଥିବେ ଦିନ, ମାନେ ଗୁପ୍ତ ଭକ୍ତ ମାନେ ଗୁପ୍ତରେ ରହିକି ଦିନ ଗଣୁଥିବେ, ମାନେ ସମୟକୁ କଣ କରୁଥିବେ? ଅପେକ୍ଷା କରିଥିବେ। 5000 ଯେ ହୋଇବ ପୂର୍ଣ୍ଣ, 5000 ବର୍ଷ କଣ ହେଇଯିବ? ପୂର୍ଣ୍ଣ ହେଇଯିବ। 3 ବର୍ଷ 90 ଦିନ ଅନ୍ତରେ, ହେଲେ 5000 ବର୍ଷ ପଳେଇବ। ତାପରେ କଣ ହବ? 3 ବର୍ଷ 90 ଦିନ ଭିତରେ, ଅନ୍ତର ବୋଲନ୍ତି ମଧ୍ୟରେ, ଯଥା 5000 3 ବର୍ଷ 90 ଦିନ ଅନ୍ତରେ କଣ ହବ? ଦୁଷ୍ଟ ମ୍ଲେଚ୍ଛ ନ ଥିବେ ସଂସାର। ସେ ଯୋଉ 3 ବର୍ଷ 90 ଦିନ ବା 3 ବର୍ଷ 3 ମାସ, ତାରି ଭିତରେ ସଂସାରରେ କଣ ହେଇଥିବେ? ଦୁଷ୍ଟ, ମ୍ଲେଚ୍ଛ, କପଟି, ଲମ୍ପଟି, ପଣ୍ଡରକ ବିଷ୍ଣୁ, ପଣ୍ଡରକ ଭକ୍ତ, ବୁଝି ହଉଛି? ଏମାନଙ୍କର ସବୁ କଣ ହେଇଥିବ? ବିନାଶ ଘଟିଥିବ। ଆଜି ମନୁଷ୍ୟ ମନେ ରଖିଥାଅ, ମଣିଷ କଣ ହେଇଛି? ଧନ ଲୋଭରେ ନିଜକୁ ପ୍ରଭୁତ୍ୱ ଲୋଭ କଣ କରୁଛି? କିଛି ଭକ୍ତ କରିଦେଲେ, ମିଡିଆ ସମୟ, କିଛି ଭକ୍ତ ହେଲେ, ବସିଲେ, ରୋଜଗାର ଭଲ ହେଲା, ଚଳିଲେ, ସେଥିରେ କିଛି ନାହିଁ। ଗୁରୁ ପଦବାଚ୍ୟ ହେଇକି ରହିଲେ ତାଙ୍କ ପଦକୁ ଶରଣ। ଯେଉଁମାନେ କୁହନ୍ତି ନିଜକୁ ନିଜେ ସ୍ୱୟଂ ନାରାୟଣ, ସ୍ୱୟଂ ଭଗବାନ ଅବତାର, ସେମାନେ ବା ସେମାନଙ୍କର ପରିସ୍ଥିତି କଣ ହବ ତାହା କେତେବେଳେ ଜଣା ପଡିବ? ନା ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ କୁହାଯାଏ। କୃଷ୍ଣଚନ୍ଦ୍ର ଯେତେବେଳେ ଆସିଲେ, ସିଏ ଜାଣିଥିଲେ ଜଳରେ ଦ୍ୱାରିକା କଣ ହେଇଯିବ? ନାଶ ଯିବ। ସେଥିପାଇଁ କି ଉଦ୍ଧବକୁ କହିଲେ, ହେ ଉଦ୍ଧବ, ତୁ କଣ କରୁଛୁ? ରତ୍ନ ପାଦୁକା ନେଇକି ଏଠୁ ପଳା। କୋଉଠି? ବଦ୍ରିକା ଧାମ। ମାନେ ଭକ୍ତ ଭଗବାନଙ୍କର ସମ୍ପର୍କ, ଗୋଟିଏ ଆତ୍ମା କହିବାକୁ ଗଲେ। ଉଦ୍ଧବ କହୁଛି, ନା ପ୍ରଭୁ ମୁଁ ଯିବି। ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣ? ପ୍ରଭୁ ତମେ ତ ସବୁ କିଛି, ତମକୁ ଛାଡିକି ମୁଁ ବଦ୍ରିକା ଧାମ ଯିବି ନାହିଁ। ଠାକୁର ଯେତେ ଉଦ୍ଧବକୁ କହିଛନ୍ତି, ଉଦ୍ଧବ ମନା କଲେ। ଲାଷ୍ଟକୁ ଶେଷ ମୁହୂର୍ତ୍ତରେ କହିଲେ, ଉଦ୍ଧବ ତତେ ମୁଁ କାହିଁ କହୁଛି ବଦ୍ରିକା ପଳା ବୋଲି, ତୁ ଜାଣିପାରୁନୁ। ମନ ରଖିତାରେ, ଜଳେ ଦ୍ୱାରିକା ନାଶ ଯିବ, କେବଳ ମୋ ନିବାସ ଥିବ। ଇଏ ଯୋଉ ଦ୍ୱାରିକା ଭୁବନ, ଜରାସନ୍ଧ ଭୟରେ ଆମେ ଆସି ଏଠି ଲୁଚିକି ରହିଥିଲୁ 2 ଭାଇ, ଇଏ ଦ୍ୱାରିକା ଭୁବନ କଣ ହେଇଯିବ? ଜଳରେ ପଳେଇବ। ସେଥିପାଇଁ ମୁଁ ଜାଣିଥିବା ହେତୁ ମୁଁ ତତେ ପଠେଇ ଦଉଛି, ତୁ କଣ କର? ଜଳେ ଦ୍ୱାରିକା ନାଶ ଯିବ, କେବଳ ମୋ ନିବାସ, ବଦ୍ରିକା ଆଶ୍ରମକୁ ପଳାଅ। ସେତେବେଳେ ସ୍ୱୟଂ ନାରାୟଣ କୃଷ୍ଣଚନ୍ଦ୍ର ଏକଥା ଜାଣିଥିଲେ ଏବଂ ସିଏ କେବେ କଣ ଦେହ ଛାଡିବେ ସିଏ ବି ଜାଣିଥିଲେ। କାରଣ ଜାରାଶବର ଯେତେବେଳେ ଶରାଘାତ କଲା ଶିବଙ୍କୁ, ନାରାୟଣ ପାଦକୁ,
ସେ ଦେଖିଲା ସ୍ୱୟଂ କୃଷ୍ଣଚନ୍ଦ୍ର ଯାଇକି ଆସି ଭେଁ ଭେଁ କାନ୍ଦିଲା, କହିଲା ପ୍ରଭୁ ମୁଁ ଜାଣିନି ମାରିଦେଇଛି, ମତେ କ୍ଷମା କର। ନାରେ ନା ନା, ତୋର କିଛି ଦୋଷ ନୁହଁ, ଏଇଟା ମୋର ପୂର୍ବ ଜନ୍ମର କର୍ମଫଳ। କେତେ କ୍ଷମାଶୀଳର ବ୍ୟକ୍ତି ବିଶେଷ ସେ ଥିଲେ ଏବଂ ସିଏ ତାଙ୍କର ପୂର୍ବ ଜନ୍ମ କଥା ସିଏ ଜାଣିଥିଲେ ଏବଂ ଜନ୍ମ ମୃତ୍ୟୁର ରହସ୍ୟ ସେ ନିଜେ ଭିଦିଥିଲେ, ସିଏ ମଧ୍ୟ ଜାଣିଥିଲେ, ଯାହା ଫଳରେ ସେ କଣ କରିଥିଲେ, ମୃତ୍ୟୁକୁ ଭୟ କରି ନଥିଲେ। ବର୍ତ୍ତମାନ ସମୟରେ ଆମେ ଯେତେ ଯିଏ ଯାହା କହିଲେ ମଧ୍ୟ ସେ ପ୍ରଭୁଙ୍କ ସହିତ କେହି ସଂସାରରେ ସମକକ୍ଷ ନୁହନ୍ତି। ଜଗତର ନାଥ ଜଗନ୍ନାଥ ଚିନ୍ମୟ ଅସରଣ ଶରଣ ରକ୍ଷଣ ମହାବାହୁ, ସିଏ ହିଁ ନୀଳାଞ୍ଚଳରେ ବିଦ୍ୟମାନ ହୋଇଛି, ହୋଇଥିବ। ପୂର୍ବ ଏପିସୋଡରେ ଆଲୋଚନା କରିବା କାଳିକାର ରହସ୍ୟ, ଚାରି ବିଷ୍ଣୁ କେଉଁ ଅଙ୍କରେ ଆବିର୍ଭୂତ ହେବେ ବୋଲି ମହାପୁରୁଷ ପ୍ରମାଣ ଦେଇଛନ୍ତି। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବା ହରି ବୋଲ।